ଦେଖନ୍ତୁ କିଛି ଦୁର୍ବୃତ୍ତ ଯୋଉମାନେ ଭାରତର ଅଖଣ୍ଡତାକୁ ନଷ୍ଟ କରିବାକୁ ଚାହାନ୍ତି ଏଭଳି କାମ କରିଛନ୍ତି ଏବଂ ବିଶେଷ କରିକି ସମଗ୍ର ଭାରତରେ ବିଭିନ୍ନ ରାଜ୍ୟରେ ବି ହାଇ ଆଲର୍ଟ ଜାରି ହେଇଛି ଆଜି ଏବଂ ଏଠି ବି ସମାନ ଭାବରେ ଓଡ଼ିଶା ପ୍ରଦେଶ ଗତକାଲି ଠାରୁ ଏ ଘଟଣା ଘଟିଲା 6ଟା ବେଳକୁ ତା ପରଠୁ ସମ୍ପୂର୍ଣ୍ଣ ରୂପେ ପୋଲିସ ବିଭାଗ ତରଫରୁ ତାର ସମୀକ୍ଷା କରିବା ଏବଂ ସେ ବାବଦରେ ଯାହା ପଦକ୍ଷେପ ନେବା କଥା ସେ କଥାକୁ ସମ୍ପୂର୍ଣ୍ଣ ରୂପେ କରାଯାଇଛି ଏବଂ ଦ୍ୱିତୀୟ କଥା ହେଉଛି ଏଥିରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଶ୍ରୀମନ୍ଦିର ଆମ ସମସ୍ତଙ୍କର ଆଦରର କେନ୍ଦ୍ର ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଯାହା ଯାହା ପଦକ୍ଷେପ ନେବା କଥା ତାକୁ ବି କରାଯାଇଛି ସମଗ୍ର ଓଡ଼ିଶାର ଯୋଉ ବିଭିନ୍ନ ଇମ୍ପୋର୍ଟାଣ୍ଟ ଜାଗା ଗୁଡ଼ିକ ସମସ୍ତ ଇମ୍ପୋର୍ଟାଣ୍ଟ ଜାଗା ଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ତାର ଏକ୍ସରସାଇଜ ଆରମ୍ଭ ହୋଇଯାଇଛି ତେଣୁକରି ଆମେ ଭାବୁଛୁ ଯେ ଆମେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛେ ତଥାପି ଆମର କୌଣସି ଜାଗାରେ ଅନ୍ତତଃ ଅବହେଳା ନ ହଉ ଏବଂ ସମସ୍ତେ ସୁରକ୍ଷିତ ରହନ୍ତୁ ସେଥିପାଇଁ ଯାହା ଦରକାର ସରକାରଙ୍କ ତରଫରୁ ତାର ସମସ୍ତ ଯୋଜନା କରାଯାଇଛି ସମସ୍ତ ଜାଗା ଗୁଡ଼ିକ ରେଲୱେ ଷ୍ଟେସନ ବିମାନ ବନ୍ଦରଠୁ ଆରମ୍ଭ କରିକି ଯେତିକି ପ୍ରମିନେଣ୍ଟ ଜାଗା ଅଛି ଯେତକ ଇମ୍ପୋର୍ଟାଣ୍ଟ ମନୁମେଣ୍ଟସ ଅଛି ସବୁ ଜାଗା ଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ଯାହା ଯଥାସମ୍ଭବ ଚେଷ୍ଟା ସବୁ ଯାକ କରାହେଇଛି ଏବଂ ସମ୍ପୂର୍ଣ୍ଣ ରୂପେ ତାର ଯୋଉ ସିକ୍ୟୁରିଟି ଆରେଞ୍ଜମେଣ୍ଟର ଯାହା ଅଛି ତାର ଗାଇଡଲାଇନ୍ସ ସେ ଗାଇଡଲାଇନ ଅନୁଯାୟୀ ସମସ୍ତ ଜିଲ୍ଲା ଗୁଡ଼ିକରେ ଏସପି ମାନେ ଏବଂ ବିଶେଷ କରିକି ଡିଜିପି ତାକୁ ସମ୍ପୂର୍ଣ୍ଣ ରୂପେ ମନିଟର କରୁଛନ୍ତି ତେଣୁକରି ସେ କୌଣସି ପ୍ରକାର ଅସୁବିଧା ହବ ନାହିଁ ଏବଂ କୌଣସି ପ୍ରକାର ସମସ୍ୟା ହବ ନାହିଁ ବୋଲି ଆମର ପୂର୍ଣ୍ଣ ବିଶ୍ୱାସ